ବାପା ମାଙ୍କର ଏଇଟା ପ୍ରଥମ କର୍ତ୍ତବ୍ୟ ହଉଛି ଯେ ପିଲା ଫାଷ୍ଟରେ କଣ ଚାହୁଁଛି, ତାର କଣ ଲକ୍ଷ୍ୟ କଣ ଅଛି ବା ସେ ତାର ମନରେ କଣ ଅଛି। ଯଦି ଆମେ ସେଇଟାକୁ ପଢିପାରିଲେ ତାହେଲେ ପିଲା ନିଶ୍ଚିତ ଉନ୍ନତି କରିବ। ଚାହେଁ ମୋର ବି କିଛି ପ୍ରୋଗ୍ରାମ ଏମିତି ଟିଭିରେ ଟେଲିକାଷ୍ଟ ହଉ, ମୋ ମାମା ସେମିତି ମତେ ଟିଭିରେ ଦେଖନ୍ତୁ, ଆହୁରି ଗର୍ବିତ ହୁଅନ୍ତୁ। ଆଗକୁ ତ ତାକୁ ନେଇକି ମୋର ବହୁତ ଇଚ୍ଛା ଅଛି, ଓଡ଼ିଶୀକୁ ନେଇକି ତାକୁ ନେଇକି ବହୁତ ଇଚ୍ଛା ଅଛି। ଦେଶ ବାହାରେ ବି ସେ ଯାଇ ନାଁ କମାଉ। नमस्कार, ମୁଁ ଶୁଭଶ୍ରୀ ସିଂ କ୍ଲାସ୍ 9ରେ ପଢୁଛି, ଭୁବନେଶ୍ୱର ଝାରପଡ଼ାରେ ରହୁଛି। ଜର୍ଣ୍ଣି ତ ଫାଷ୍ଟରୁ ମୁଁ ଛୋଟବେଳୁ ଶିଖୁଛି ମୋ ମାମାଠୁ ପ୍ରେରଣା ନେଇକି। ଫାଷ୍ଟ ମୋର ବହୁତ ଇଣ୍ଟରେଷ୍ଟ ଥିଲା, ଏବେ ବହୁତ ଇଣ୍ଟରେଷ୍ଟ ଅଛି ଆଗକୁ ଯିବା ପାଇଁ। ତ ଜର୍ଣ୍ଣି ତ ବହୁତ ହାର୍ଡ଼, ଯେହେତୁ ଓଡ଼ିଶୀ ମାନେ ବହୁତ ହାର୍ଡ଼ୱାର୍କ କରିବାକୁ ପଡ଼ିବ। ହାର୍ଡ଼ୱାର୍କ ନ କଲେ ସେଇ ଗେଷ୍ଟର କିମ୍ବା ସେଇ ପୋଷ୍ଟର ଆସିବନି ଓଡ଼ିଶୀ ନୃତ୍ୟର। ତ ହାର୍ଡ଼ୱାର୍କ ତ ବହୁତ କରିବାକୁ ପଡ଼ିବ। ମୋ ମାମା ହେଉଛନ୍ତି ଜଣେ ଓଡ଼ିଶୀ ଡ୍ୟାନ୍ସର ଥିଲେ, ତ ତାଙ୍କଠୁ ପ୍ରେରଣା ନେଇଛି। ଯେହେତୁ ମୁଁ ଗୋଟେ ଡ୍ୟାନ୍ସ ପ୍ରୋଗ୍ରାମକୁ ଯାଇଥିଲି, ମାମା ଦେଖିଲେ କି ମୁଁ ଭଲ ଡ୍ୟାନ୍ସ କରୁଛି, ତ ତାଙ୍କଠୁ ମୋ ଡ୍ୟାନ୍ସ ଜର୍ଣ୍ଣିଟା ଷ୍ଟାର୍ଟ ହେଲା। ମୁଁ ମଙ୍ଗଳାଚରଣ, ସ୍ଥାୟୀ, ପଲ୍ଲବୀ, ଅଭିନୟ ଅଲମୋଷ୍ଟ ସବୁ କମ୍ପ୍ଲିଟ୍ କରିସାରିଲିଣି। ଗୁରୁ କେଳୁଚରଣ ମହାପାତ୍ର। ଓଡ଼ିଶୀକୁ ନେଇକି ତ ବହୁତ ଇଚ୍ଛା ଅଛି, ବହୁତ ସାରା ପ୍ରୋଗ୍ରାମ ଆଟେଣ୍ଡ କରିବା ଇଚ୍ଛା ଅଛି। ଯେମିତି ସମସ୍ତେ ମାନେ ପ୍ରୋଗ୍ରାମ ଯେମିତି ଟେଲିକାଷ୍ଟ ହୁଏ ଟିଭିରେ, ସେମିତି ମୁଁ ବି ଚାହେଁକି ମୋର ବି କିଛି ପ୍ରୋଗ୍ରାମ ଏମିତି ଟିଭିରେ ଟେଲିକାଷ୍ଟ ହଉ, ମୋ ମାମା ସେମିତି ମତେ ଟିଭିରେ ଦେଖନ୍ତୁ, ଆହୁରି ଗର୍ବିତ ହୁଅନ୍ତୁ। ବହୁତ ଇଚ୍ଛା ହୁଏ। ଜମା ନୁହଁ, ବହୁତ ଇଚ୍ଛା ହୁଏ କି ମୁଁ କାଳେ ସେଇଠି ପଳେଇ ଯାଏ, କି ମୁଁ ସେଠି ଥାଏ, କି ଏମିତି ବହୁତ ଇଚ୍ଛା ମୋର ଥାଏ। ମୁଁ ବର୍ଷା ସିଂ, ଶୁଭଶ୍ରୀର ମାମା, ଭୁବନେଶ୍ୱରରେ ଝାରପଡ଼ାରେ ରହୁଛି। ମୁଁ ବି ଏମିତି ଛୋଟବେଳେ ଷ୍ଟାର୍ଟ କରିଥିଲି। ଆହୁରି ଛୋଟ ସେଇ 5 ବର୍ଷ ଏତେ ଗାଁରେ ତ ଏତେ ଫାସିଲିଟି ନଥିଲା ଡ୍ୟାନ୍ସ ପାଇଁ, ତଥାପି ମୁଁ 2-3 କିଲୋମିଟର ବାଟ ଯାଉଥିଲି ଡ୍ୟାନ୍ସ ଶିଖିବା ଲାଗି। ଆଉ ଓଡ଼ିଶୀକୁ ନେଇକି ଦେଶ ବିଦେଶ ନେଇକି ବି ସେ ନାଁ କମାଉ, ଏଇଟା ବି ମୋର ଇଚ୍ଛା ଅଛି। ନିଶ୍ଚିନ୍ତ ମୁଁ ତା ଆଖିରେ ଦେଖିବି ବୋଲି ମୋର ଆଶା। ମୋ ନାଁ ପ୍ରଦୀପ ସିଂ, ମୁଁ ତ ଶୁଭଶ୍ରୀ ତାର ମୋ ବାବା। ମୁଁ ତ ସବୁବେଳେ ଭଲ ଲାଗେ ମତେ ଜିନିଷ ଯେ ଝିଅ ଯୋଉଠି ପରଫର୍ମାନ୍ସ କରେ ଭଲ ଲାଗେ। ମୁଁ ସବୁ ପ୍ରକାର ସାହାଯ୍ୟ ମାନେ ଯୋଉଟା ମୋ ଦ୍ୱାରା ହେଇପାରିବ ମୁଁ ସବୁବେଳେ ଚେଷ୍ଟା କରେ ଯେ ମୁଁ କରିବାକୁ। ଯେତେବେଳେ ଯୋଉଠି ପ୍ରୋଗ୍ରାମ ଆସେ, ଧର କୋଉଠି ଗୋଟେ ଆସିଲା ପ୍ରୋଗ୍ରାମ କରିବା ପାଇଁ ଆସିଲା, ଇନଭାଇଟ୍ ଆସିଲା, ନିଶ୍ଚିନ୍ତ ମୁଁ ସେଟାକୁ କରେ। ସେଇ ବିଷୟରେ ମୋର ଆଇଡିଆ ଟୋଟାଲ ନାହିଁ, ଏବେ ବି ଆଇଡିଆ ସେ ବିଷୟରେ କିଛି ନାହିଁ, ଟୋଟାଲ ନାହିଁ। ମୁଁ ସେ ବେଶୀ ଚିନ୍ତା ବି କରିନଥିଲି। ନା ବହୁତ ଭଲ ଲାଗୁଛି ଯେ ସମସ୍ତେ ମାନେ ଯେ ଓଡ଼ିଶୀ ପାଇଁ ବି ବହୁତ ଲୋକ ଆମ ସାଙ୍ଗରେ ଚିହ୍ନା ପରିଚୟ ବି ଗୋଟେ ରିଲେଟିଭ ଗୋଟେ ଭଲ ଫ୍ରେଣ୍ଡସିପ ବି ଗୋଟେ ସର୍କଲ ଭଲ ଗୋଟେ ହେଇଛି। ବହୁତ ଭଲ। ଝିଅ ତ ଆଗକୁ ତାର ଯାହା ତାର ସିଷ୍ଟମ ଅଛି ଓଡ଼ିଶୀର କରିବ। ମୁଁ ଚାହୁଁଛି ସିଏ ବି ଭବିଷ୍ୟତରେ ଗୋଟେ ନୃତ୍ୟ ଗୁରୁ ହଉ ବା ପିଲାଙ୍କୁ କିଛି ଶିଖଉ, ଆଉ ଯେମିତି ଏମାନେ ଶିଖୁଛି ସେମିତି ଅନ୍ୟମାନଙ୍କୁ ବି ଗୋଟେ ପ୍ରେରଣା, ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରେରଣା ହଉ। ଦେଖନ୍ତୁ ସ୍କୋପ ଦବା କଥା, ଯଦି ପିଲା ଗୋଟେ ଜିନିଷ ଚାହୁଁଥିବ ଆମେ ଆଉ ଗୋଟେ ଜିନିଷ ତା ଉପରେ ନଦି ଦବା, ହୁଏତ ସକ୍ସେସ ହେଇପାରେ, କିନ୍ତୁ ଯେତେ ମାତ୍ରାରେ ଆମେ ଆଶା କରୁଥିବା ସିଏ ସେତେ ହେଇପାରିବ। ସେଇଟା ତ ଭଲ ହୁଅନ୍ତା, କିନ୍ତୁ ଯେହେତୁ ଏଇଟା ଲୋକମାନଙ୍କର ଯେହେତୁ ସେଇଟା ଗୋଟେ
एंटरटेनमेंट प्रोग्राम जेहेतु से बहुत प्राधान्य दि जाउची से ସେଇଟା ଯାତ୍ରା ମଞ୍ଚ ସ୍ଥିର କରିବ ଯେ ସେମାନେ କଣ କରିବେ ନ କରିବେ ନା ମୋ ମତରେ ଡ୍ୟାନ୍ସ ହଉ କିନ୍ତୁ ଲିମିटेड ହଉ ଯେମିତି ହଉଛି ଏତେ ଯୋଉ ମାନେ ଡ୍ୟାନ୍ସ ଯୋଉ ଅଧିକା ହଉଛି ସେମିତି ନ ହେଇକି ଯେମିତି ସମସ୍ତେ ଯେମିତି ଦେଖିପାରିବେ ପରିବାର ଯେମିତି ଲୋକ ଦେଖିପାରିବେ ବସିକି ସେମିତି ଡ୍ୟାନ୍ସ ହେଲେ ଭଲ କିଛି ଅସୁବିଧା ନାହିଁ।